ଗାଁର ଛକ ମୁଣ୍ଡରେ ପାନ ଦୋକାନଟିଏ କରି ଜୀବନ ତାର ପରିବାର ଚଳାଏ। ସକାଳ ହେଲେ ଦୋକାନ ଖୋଲେ, ଆଉ ସଞ୍ଜ ବୁଡ଼ିଗଲେ ଦୋକାନ ବନ୍ଦ କରି ଘରକୁ ଚାଲିଯାଏ। ଗହିର ମଥା ରାସ୍ତା, ନିଛାଟିଆ ରାସ୍ତା, ଭାରି ଖାଁ ଖାଁ ଲାଗେ। ପୁଅକୁ କାଳେ ଡର ଲାଗିବ, ବାପା ନେଇତି ଆସନ୍ତି ସଞ୍ଜ ବୁଡ଼େ। ଦୋକାନ ପଟା ବନ୍ଦ କରି ବାପ ପୁଅ ସାଙ୍ଗ ହୋଇ ଚାଲିଯାଆନ୍ତି। ଆଉ ଗଲାବେଳେ ବାପ ପୁଅ ଗପସପ କରି ଯାଆନ୍ତି। ବାପା ବାରୁ ବାରୁ କରି କୁହନ୍ତି, ଜୀବନରେ ଏ ଜାଗାଟା ଜମା ବି ଭଲ ନୁହଁ। ଦେଖୁନୁ, 2 ଜଣ ଯାଉଛେ, କେମିତି ଖାଁ ଖାଁ ଲାଗୁଛି। ଭାରି ନିଛାଟିଆ ରାସ୍ତାଟା, ଟିକେ ଦେଖିକି ଯାଉଥିବୁ, ଆଉ ଜଗି ରଖି ଚଳୁଥିବୁ। ଜୀବନ ହସି ଦେଇ କୁହେ, ବାପା ତମେ ପରା ମୋ ସାଙ୍ଗରେ ନେଇତି ଆସୁଛ, ମତେ ଡର କାହିଁ ଲାଗିବ? ବାପା ପୁଣି କହିଲେ, ସବୁବେଳେ ସମାନ ନଥାଏ ରେ ଜୀବନ। ହୁଏତ ଆଗକୁ ମୁଁ ଥାଏ କି ନଥାଏ, କଥାଟିଏ କହିବି, ମନରେ ରଖିବୁ। ବାପା ଆଜି ପର୍ଯ୍ୟନ୍ତ ତୁମର କୋଉ କଥାକୁ ମୁଁ ନ ମାନିଛି ଯେ? ବାପା ପୁଣି କହିଲେ, ଜାଣିଛୁ ମୁଁ ମହାପ୍ରଭୁ ପରମ ଦୟାଳୁ। ମୁଁ ଥାଏ କି ନଥାଏ, ଯେବେ ବି ଅସୁବିଧାରେ ପଡ଼ିବୁ, ଯେବେ ବି ଦୁଃଖରେ ପଡ଼ିବୁ, ସେଇ ମହାପ୍ରଭୁଙ୍କୁ ପ୍ରାର୍ଥନା କରିବୁ, ଆଉ ତୋ କର୍ମପଥରେ ଆଗେଇ ଚାଲିବୁ। ଦେଖିବୁ ସେ ତୋର ଡାକ ନିଶ୍ଚୟ ଶୁଣିବେ, ତୋ ସାଥ ଦେବେ, ଆଉ ତୋତେ ସବୁ ବିପଦରୁ ଉଦ୍ଧାର କରିବେ। ଜୀବନ ଏଇ କଥା ଶୁଣିକି ହାତ ଯୋଡ଼ି ଦେଇ କହିଲା, ହଁ ବାପା, ତମେ ତ ପିଲାଟି ଦିନରୁ ମୋତେ ଶିଖେଇଛ, ଡର କାହାକୁ, ପୁଣି ଭୟ କାହାକୁ। ମୋ ଠାକୁର ଅଛନ୍ତି ଚଉବାହାକୁ। ସେଇ ମହାପ୍ରଭୁଙ୍କୁ ବିଶ୍ୱାସ କରି, ସେଇ ମହାପ୍ରଭୁଙ୍କ ଉପରେ ଭରସା କରି ଆଜି ଏ ପର୍ଯ୍ୟନ୍ତ ଚାଲି ଆସିଛି। ଦେଖୁଛ ତ ବାପା, ଛୋଟ ଦୋକାନଟିଏ ହେଲେ ବି କେବେ ବି ପରିବାର ଚଳାଇବାରେ ଅସୁବିଧା ହେଇନି, ସବୁ ସେଇ ଠାକୁରଙ୍କ କୃପାରୁ। ବାପା ପୁଅକୁ ଆଉଁସି ଦେଇ କୁହନ୍ତି, ହଁ ରେ, ସେ ମହାପ୍ରଭୁଙ୍କୁ ସେମିତି ଭଲ ପାଇଥା। ଦେଖିବୁ ଦିନ ଆସିବ, ସେ ତୋତେ ପ୍ରମାଣ କରିଦେବେ। ଜୀବନର କିନ୍ତୁ ମନରେ ଥାଏ, ଥରୁଟିଏ ସେ ମୋ ସାଙ୍ଗରେ ଆସନ୍ତେନି, ମୁଁ ଟିକେ ତାଙ୍କୁ ଦେଖନ୍ତି। ସେଇଥିପାଇଁ ବାପା କହିଲେ, ଦିନ ଆସିବ ସେ ତୋତେ ପ୍ରମାଣ କରି ଦେଖେଇ ଦେବେ ସେ ତୋ ସାଥିରେ ଅଛନ୍ତି କି ନାହିଁ ବୋଲି। ସମୟ ଗଡ଼ି ଯାଇଛି। ଏଥର ଜୀବନର ପାନ ଦୋକାନଟା ଆଉ ଛୋଟ ଦୋକାନ ହେଇକି ନାହିଁ। ପଇସା ଟିକେ ହେଲାରୁ ଟିକେ ବଢ଼ି ଯାଇଛି। ଆଉ ଏପଟେ ଦୈବର ଯୋଗ, ବାପା ମଧ୍ୟ ଛାଡ଼ି ଚାଲି ଯାଇଛନ୍ତି ସବୁଦିନ ପାଇଁ ଆର ପାରିକି। କିନ୍ତୁ ଜୀବନର ଦୋକାନଟା ଆଗରୁ ଯେମିତି ରାତି ଯାଏ ଖୋଲିକି ବସୁଥିଲା, ଆଉ ସେମିତି ନାହିଁ। ସଞ୍ଜ ନ ହଉ ଦୋକାନ ବନ୍ଦ କରି ଚାଲିଯାଏ ଜୀବନ। ସେଦିନ ପାଖ ଆଖରେ ବଜାରଟିଏ ପଡ଼ିଲା, ଲୋକମାନେ ରୁଣ୍ଡ ହେଲେ, ଆଉ ଜୀବନର ଭଲ 2 ପଇସା ଲାଭ ମଧ୍ୟ କଲା। ଏତେ ଲୋଭ ହେଇଗଲା ଯେ ଦୋକାନଟାକୁ ବନ୍ଦ କରିବାକୁ ଆଉ ମନେ ନାହିଁ ତାର। ରାତି ହେଇ ଆସିଛି। ଏଥର ମନେ ପଡ଼ିଲା, କେମିତି ଯିବି ଘରକୁ, ଏତେ ରାତି ହେଲାଣି। ତାପରେ ଘରେ ବୋଉ ଆଉ ସ୍ତ୍ରୀ ଆଉ ରମା ଅନେଇକି ବସିଥିବେ, ଗଲେ ରୋଷେଇ ହେଲେ ଖାଇବେ। ଏଇ କଥା ଭାବି ଜୀବନ ଥର ଅଣ୍ଟା ଭିଡ଼ିଲା ଘରକୁ ଆସିବ ବୋଲି। କିଛି ବାଟ କଷ୍ଟେମଷ୍ଟେ ଚାଲି ଆସିଲା। ଯେହେତୁ ରାତି ଟିକେ ବଢ଼ି ଯାଇଥିଲା, ଝିଙ୍କାରୀର ଝିଁ ଝିଁ ଶବ୍ଦ ଶୁଭିଲା, ଆଉ ପାଖରେ ବିଲୁଆ କୁକୁରଙ୍କ ରଡ଼ି ଶୁଭିଲା। ଚମକି ପଡ଼ିଲା ଜୀବନ, ଆଉ ପାଦେ ମାତ୍ର ଆଗକୁ ଯିବା ପାଇଁ ତାର ମନ ବଳିଲାନି। ଡର ଲାଗିଲା। ବାଁ ପଟ ଗଛକୁ ଦେଖିଦେଲେ ଯେମିତି ଲାଗୁଥାଏ କେହି ଜଣେ ଧଳା ଲୁଗା ପିନ୍ଧି ଛିଡ଼ା ହେଇଛି। ମନରେ ଭାରି ଭୟ ଆସିଲା, ରୁମ ଗୁଡ଼ା ସବୁ ଟାଙ୍କୁରି ଉଠିଲା। ତା ଛଡ଼ା ତାର ମନେ ପଡ଼ିଗଲା ଗାଁ ଲୋକମାନେ କଥା ହୁଅନ୍ତି, କୁଆଡ଼େ ଅମୁକ ଗାଁର ବୁଢ଼ା ମଝି ରାସ୍ତାରେ ପଡ଼ିକି ମରିଯାଇଥିଲା। ସିଏ କୁଆଡ଼େ ରାତି ଅଧ ହେଲେ ବାହାରିକି ସମସ୍ତଙ୍କୁ ଡରାଏ, ସମସ୍ତଙ୍କ ତଣ୍ଟି ଚିପି ରକ୍ତ ପିଇଯାଏ। ଏମିତି କେତେ କ'ଣ କଥା ତା ମନକୁ ଆସିଲା। ଭାରି ଭୟ ବି ଲାଗିଲା। କ'ଣ ଆଉ କରିବ, କିଛି ବୁଦ୍ଧିବାଟ ଦିଶିଲାନି। ବାପାଙ୍କୁ ମନେ ପକେଇ ସେଦିନ ରାସ୍ତାରେ ସେଇଠି ଅଟକିଗଲା ଜୀବନ। ଭେଁ ଭେଁ କାନ୍ଦିଲା, ବାପା ଆଜି ଯଦି ତମେ ଥାଆନ୍ତ ନା, ମୋତେ ଆଜି ଡର ଲାଗିନଥାନ୍ତା, ମୋତେ ଆଜି ଭୟ ଲାଗିନଥାନ୍ତା, କି ଏମିତିଆ ନିଛାଟିଆ ରାସ୍ତାରେ ଖାଁ ଖାଁ ଲାଗିନଥାନ୍ତା। ଦେଖୁଛ ତ ବାପା, ତମେ ନାହଁ ବୋଲି ମୋ ମନକୁ ଏଣୁ ତେଣୁ କେତେ କ'ଣ କଥା ଆସୁଛି, ଆଉ ପାଦେ ମାତ୍ର ଆଗକୁ ଯିବାକୁ ସତ ପଡ଼ୁନି। କ'ଣ କରିବି ବାପା, କିଛି ବି ବୁଦ୍ଧିବାଟ ଦିଶୁନି। ଏମିତି ଭାବି ଭାବି ତାର ପୁଣି ଲକ୍ଷ୍ୟ ପଡ଼ିଲା ତାରି ବ୍ୟାଗ୍ ଭିତରେ। ସେ ଦୋକାନରୁ ଆସିଲା ବେଳେ କାଳେ ଡର ଲାଗିବ, ସେ ମହାପ୍ରଭୁଙ୍କର ଫଟୋଟି ଆଣିଥିଲା, ଆଉ ଯେଉଁ ଫଟୋଟା ବାପା ତାକୁ ଆଣି ଦେଇଥିଲେ। ସେ ମହାପ୍ରଭୁଙ୍କୁ ଚାହିଁ କାନ୍ଦି କାନ୍ଦି କହୁଥାଏ, ଶାନ୍ତେ ତମେ ପରା ଅଛ,
ହେଲେ ମୋତେ କାହିଁକି ଆଜି ଏମିତି ଭାରି ଡର ଲାଗୁଛି। କ'ଣ କରିବି କିଛି ବି ଜାଣିପାରୁନି। ଆଉ ତମେ ତ ଜାଣିଛ, ଘରେ ନ ପହଞ୍ଚିଲେ ରୋଷେଇ ବନ୍ଦ। ତାପରେ ବୋଉ ମୋର ବାଟ ଚାହିଁ ବସିଥିବ। ରମାଟା ମଧ୍ୟ ଭାରି ବ୍ୟସ୍ତ ହୋଇ ପଡ଼ିବଣି। ଶାନ୍ତେ, ତମେ ଟିକେ ମୋ ସାଥିରେ ଥାଅ। ଶାନ୍ତେ, ଆଜି ଯଦି ତମେ ନ ଚାହିଁବ ନା, ଏଇଠି ପଡ଼ିକି ମରିଯିବି। ଏମିତି କେତେ କ'ଣ କଥା କହି ଭେଁ ଭେଁ କାନ୍ଦୁଥାଏ ଜୀବନ। ହେଲେ ଏତିକି ବେଳେ ପଛରୁ କେହି ଜଣେ ବାଡ଼ିଟିଏ ଧରି ଆସିଲେ, ଆଉ ହାତରେ ଟ୍ରଚଟିଏ ମଧ୍ୟ ଧରିଥାନ୍ତି। ସେ ଦେଖିକି ଆଶ୍ଚର୍ଯ୍ୟ ହେଇଗଲା। ଆରେ, ଏମିତିଆ ନିଛାଟିଆ ରାସ୍ତାରେ କିଏ ଆସୁଛି? ଗାଁ ଲୋକଙ୍କ କଥା ସତ ହେଇଗଲାନି ତ? ଲୋକଟି କିନ୍ତୁ ପାଟି କରି କହୁଥାଏ, ନାଇଁ ରେ ପୁଅ, ଜମା ବି ଡରନି। ତୋ ପରି ମୁଁ ବି ଜଣେ ବାଟୋଇ। ଆ, ସାଙ୍ଗ ହେଇକି ଯିବା। ଜୀବନର ମନରେ ଟିକେ ଟିକେ ଭୟ ଥିଲା ସେ ଲୋକଟାକୁ ଦେଖିକି। ଯେତେବେଳେ ଲୋକଟି ପାଖକୁ ଚାଲି ଆସିଲା, ଆହୁରି ଭୟ ବଢ଼ିଯାଉଥାଏ। ହେଲେ ଲୋକଟି ସେମିତି ଜମା ବି ଜଣାପଡ଼ୁନଥାଏ। ତାର ବେଶଭୂଷା ଅତି ସରଳ ଆଉ ଶାନ୍ତ ଥିଲା। ମୁଣ୍ଡରେ ଚନ୍ଦନ ଟୋପାଟିଏ ଲଗେଇଥାଏ। ପାଖକୁ ଧାଇଁ ଆସି କହିଲା, ଡରନି ମ, ମୁଁ ଶ୍ରୀକ୍ଷେତ୍ର ଯାଇଥିଲି କାଳିଆକୁ ଦେଖିବାକୁ। ଏଇ ଦେଖୁନୁ, ହାତରେ ଅବଢ଼ା ଆଣିଛି। ଏତକ ଯେତେବେଳେ ଜୀବନ ଦେଖିଛି, ତାର ଖୁସି କହିଲେ ନ ସରେ। ମନରୁ ଭୟ କୁଆଡ଼େ ଦୂରେଇଗଲା। ଆଉ ଡର ବି ଲାଗୁନଥାଏ। ତାଙ୍କରି ପାଦ ଛୁଇଁ ପ୍ରଣାମ କଲା ଆଉ କହିଲା, ସତରେ ଭାରି ଡର ଲାଗୁଥିଲା। ଯାହା ହଉ ତମେ ଆସିଗଲ। ହେଲେ ତମେ କୁଆଡ଼େ ଯିବ? ଲୋକଟି କହୁଥାଏ, କୁଆଡ଼େ ଆଉ ଯିବି, ତୁ ଯୁଆଡ଼େ ଯିବୁ। ଜୀବନ ଟିକେ ହସି ଦେଇ କହିଲା, ମୋତେ ପରିହାସ କରୁଛ ନା? ଆରେ ନାଇଁ, ପରିହାସ କାହିଁ କରିବି। ସତରେ ତୁ ଯୁଆଡ଼େ ଯିବୁ ମୁଁ ବି ସିଆଡ଼େ ଯିବି। ସେ ପାଖରେ ମୁଁ ରୁହେ। କାହିଁ, ତମକୁ ତ ଆଗରୁ କେବେ ଦେଖିନି। ଦେଖିନଥିବୁ, ତୁ ତ ସକାଳେ ଆସୁଛୁ, ସଞ୍ଜରେ ଯାଉଛୁ। ମୋତେ ତ କୋଉଠି ଦେଖିବୁ। ହେଲେ ଅଣଦେଖା କଲେ ବି ନୀତି ଦେଖୁଛୁ। ଏ କଥା କିନ୍ତୁ ସତ। ଜୀବନ କିଛି ବି ବୁଝିପାରିଲାନି। ତା ଛଡ଼ା ତାର ତ ଘରେ ପହଞ୍ଚିବାର ଥିଲା। ସେ ଏତେ କଥା ପଚାରିବ ବା କାହିଁ? ଲୋକଟି କିଛି ମହାପ୍ରସାଦ ଆଉ କିଛି ଅବଢ଼ା ଦେଲା ଜୀବନକୁ। ଜୀବନ ଭାରି ଖୁସି ହେଇଗଲା। ସେ କିଛି ପାଇଲା, ଆଉ କିଛି ଘର ଲୋକଙ୍କ ପାଇଁ ନେଇ ଆସିଲା। ଗପସପ କରି ଚାଲି ଆସିଲେ। କିନ୍ତୁ ଆସିଲା ବେଳେ ଲୋକଟି ଜୀବନକୁ କହିଲା, ଏସବୁ ଛାଡ଼ ମ, ଏ ଡର ଭୟ ପୁଣି କ'ଣ? ତମେ ଜାଣିନ, ଏ ରାସ୍ତାଟା ଜମା ବି ଭଲ ନୁହଁ। ବେଳେବେଳେ ଏ ରାସ୍ତାରେ ଭୂତ ପ୍ରେତ ବାହାରନ୍ତି, ଲୋକଙ୍କୁ ମାଡ଼ି ବସନ୍ତି, କାହାର କାହାର ଜୀବନ ମଧ୍ୟ ନେଇଛନ୍ତି। ବନ୍ଦ କର ଏସବୁ। ସେମିତି କିଛି ବି ହେଇନି। ହେଲେ ଗାଁ ଲୋକମାନେ ତ କୁହନ୍ତି, ସେମାନେ ଲୋକଙ୍କୁ ଡରାଇକି ରଖିଛନ୍ତି। ଲୋକଙ୍କ ମନରେ ଏମିତି କହିକି ଭୟ ସୃଷ୍ଟି କରୁଛନ୍ତି। ସେମିତି କିଛି ବି ନାହିଁ। ଦେଖିବୁ, ରାତି ପାଇ ସକାଳ ହଉ, ତୁ ଏଇ ରାସ୍ତାରେ ନିତି ଯିବୁ ନା। ଯୋଉ ଯୋଉ ଜାଗାରେ ତୋତେ ଡର ଲାଗିଛି, ସେ ଜାଗାରେ ଟିକେ ପହଞ୍ଚି ପରଖି ନେବୁ। ଦେଖିବୁ, ତୋ ମନରୁ ଡର କୁଆଡ଼େ ଚାଲିଯିବ। ଏମିତି କଥାବାର୍ତ୍ତା ହୋଇ ଲୋକଟି ତା ବାଟରେ ଚାଲିଗଲା। ଆଉ ଜୀବନ ହାତରେ ଅବଢ଼ା ଧରି ଘରେ ଯାଇ ପହଞ୍ଚିଲା। ବୋଉ, ସ୍ତ୍ରୀ ଆଉ ରମା ଦେଖି ଭାରି ଖୁସି ହେଇଗଲେ। ଆରେ, ଏତେ ରାତି ଯାଇ ଥିଲୁ କୋଉଠି? ତାପରେ ଜୀବନ ସବୁ କଥା କହିଲା ବୋଉକୁ। କିନ୍ତୁ ବୋଉ ଶୁଣିକି ଆଶ୍ଚର୍ଯ୍ୟ ହେଇଗଲା। ଆରେ, ଏତେ ରାତିରେ ତୋ ସାଙ୍ଗରେ ବୁଢ଼ା ଲୋକଟି କିଏ ଆସିଲା? ପୁଣି ତୋ ହାତରେ ଅବଢ଼ା ଆଉ ମହାପ୍ରସାଦ ଦେଇଗଲା। ନାଇଁ ମୋ ବୋଉ, ସେ ଲୋକଟା ଏଇ ପାଖ ଆଖରେ କୋଉଠି ରହୁଛନ୍ତି। ଆଉ ମୁଁ ତ ସକାଳେ ଯାଉଛି, ସଞ୍ଜରେ ଆସୁଛି। ତାଙ୍କୁ ବା କୋଉଠି ଦେଖିବି? ହେଲେ ତୁ ତ ଦେଖୁନୁ, ଆମେ କ'ଣ ଦେଖିପାରନ୍ତୁନି? ମୁଁ, ରମା, ତୋ ସ୍ତ୍ରୀ, କାହିଁ, ଆମେ ତ ସେମିତିକା ଲୋକ କାହାକୁ କେବେ ଦେଖିନୁ। ବୋଉଲ, ସେ ପୁଣି କହିଛନ୍ତି, ମୁଁ ଅଣଦେଖା କଲେ ବି ତାଙ୍କୁ ନିତି ଭେଟୁଛି, ଆଉ ସେ ବି ମୋତେ। ଯେତେବେଳେ ଜୀବନ ଏତକ କହିଛି, ବୋଉର ଆଖିରୁ ଲୁହ ବହି ଆସିଲା। ସେ ସବୁ ବୁଝି ସାରିଥିଲେ। ସେ ହାତ ଯୋଡ଼ି ଦେଇ କହୁଥାନ୍ତି, ଜୀବନରେ ସେ ଆଉ କେହି ନୁହେଁ। ଏମିତିଆ ରାସ୍ତାରେ, ଏମିତିଆ ଗହୀର ମଥାରେ କିଏ ତୋତେ ଆଉ ସାହା ହେବ? ସେ ମୋ ମହାପ୍ରଭୁ ନିଜେ, କାଳିଆ ଠାକୁର ଆସିଥିଲେ। ବାପା ତୋର କହିନଥିଲେ, ଅସୁବିଧାରେ ପଡ଼ି ଯେବେ ବି ତାଙ୍କୁ ଡାକିବୁ ସେ ତୋର ସାହା ହେବେ। ଦେଖୁଛୁ ତ, ମହାପ୍ରଭୁ ନିଜେ ଆସିଲେ, ତୋ ହାତରେ ଅବଢ଼ା ମହାପ୍ରସାଦ ଦେଲେ। ତୁ ଡରିବୁନି ବୋଲି ତୋତେ ବୁଦ୍ଧ ଦେଇଗଲେ। ବୋଉ ଯେତେବେଳେ ଏତକ କହୁଥାଏ, ଜୀବନର ଆଖିରୁ ମଧ୍ୟ ଲୁହ ବହି ଆସିଲା। ତାର ବି ମନେ ପଡ଼ିଗଲା ତା ବାପାଙ୍କ କଥା। ସତରେ ବାପା, ତୁମକୁ ସେଦିନ ମଜାରେ ମଜାରେ କହିଦେଇଥିଲି, ଠାକୁରଙ୍କୁ ମୁଁ ଦେଖିପାରିବି କି ନାହିଁ ବୋଲି। ମୋ କାଳିଆ ଠାକୁର କେଡ଼େ ମହାନ। ମୁଁ ତାଙ୍କୁ ଟିକେ ଦର୍ଶନ କରିବି ବୋଲି ସେ ମୋ ସାଥିରେ ଆସିଲେ, ପୁଣି ମୋ ଘର ଯାଏ। ସତରେ ଭକ୍ତର ଭକ୍ତିରେ ସେ ମହାପ୍ରଭୁ ବନ୍ଧା। ଭକ୍ତଟିଏ ଅସୁବିଧାରେ ପଡ଼ି
ଯେବେ ବି ଡାକିଛି ମହାପ୍ରଭୁ ତାର ଡାକ ଶୁଣିଛନ୍ତି। ସେ ମହାପ୍ରଭୁଙ୍କୁ ପ୍ରାର୍ଥନା କରି ଜୀବନ ଖାଇ ପିଇ ଶୋଇଗଲା। ତା ମନରେ କିନ୍ତୁ ପ୍ରଶ୍ନଟି ଆସୁଥାଏ। ଠାକୁର କହିଛନ୍ତି କାଲି ସକାଳେ ଯୋଉ ଯୋଉ ଜାଗାରେ ମୁଁ ଡରିଥିଲି ସେଇ ଜାଗାରେ ପହଞ୍ଚିବା ପାଇଁ ଦେଖିବି କ'ଣ ସେଠି ହେଉଛି। ରାତି ପାଇ ସକାଳ ହେଲା, ଜୀବନ ପୁଣି ବାହାରିଗଲା ତା ଦୋକାନକୁ। ହେଲେ ଯିବା ବେଳେ ଯୋଉ ଯୋଉ ଜାଗାରେ ସେ ଡରିଥିଲା ସେ ଜାଗାରେ ଟିକେ ପରଖି ନେଲା। ସେମିତି କିଛି ବି ଭୟ ଲାଗିଲାନି। ସେ ଏଥର ସବୁ ବୁଝିଗଲା। ଆରେ ଏଇ ଗଛଟା କାଲି ପବନରେ କେଡ଼େ ଜୋର ଦୋହଲୁଥିଲା, ଆଉ ମୋତେ ଲାଗୁଥିଲା ଯେମିତି କେହି ଜଣେ ଛିଡ଼ା ହୋଇଛି। ଏଇ କିଆ ବୁଦାଟା ଇଏ ଯେମିତି ହଲୁଥିଲା ମୋତେ ଲାଗୁଥିଲା କେହି ଜଣେ ବସିଛି ସେଠି। ଆଉ ବିଲୁଆ କୁକୁର ଏମାନେ ତ ଭୁକିବା ସ୍ୱାଭାବିକ। ତା ଛଡ଼ା ଝିଙ୍କାରିର ଝିଁ ଝିଁ ଶବ୍ଦ, ରାତି ବଢ଼ିଲେ ସେମାନେ ବୋବେଇବେ। ସେ ତ ପ୍ରକୃତିର ଦାନ, ତାକୁ ବା କିଏ ରୋକିବ? ଆରେ କେଡ଼େ ପାଗଳାଟା ମୁଁ। ଏଣୁ ତେଣୁ କେତେ କ'ଣ କଥା ଭାବି ଦେଇଥିଲି। ତା ଛଡ଼ା ଗାଁ ଲୋକମାନେ କେଡ଼େ ଭୟରେ ରଖିଛନ୍ତି ଲୋକଙ୍କୁ। ସେଇଦିନଠାରୁ ଜୀବନ ଆସି ଗାଁରେ ସମସ୍ତଙ୍କୁ ବୁଝେଇଲା। ଆଉ ତା ଦୋକାନଟା ମଧ୍ୟ ଆଗ ପରିକା ଖୁସିରେ ଚାଲିଲା। କିନ୍ତୁ ମନରେ ସେ ମହାପ୍ରଭୁଙ୍କ କଥା ସବୁଦିନ ପାଇଁ ରହିଗଲା। କି ସାନ୍ତେ ଭକ୍ତ ମନରୁ ଦୁଃଖ ଦୂର କରିବା ପାଇଁ, ଭକ୍ତ ମନରୁ ଭୟ ଦୂର କରିବା ପାଇଁ ବାଡ଼ିଟିଏ ଧରି ଆସିଥିଲେ। ଆଉ ଗୋଟି ଗୋଟି କରି ସବୁ କଥା ବୁଝେଇ ଯାଇଥିଲେ। ହଁ ସାନ୍ତେ, ଭୟ ଆସିଲେ କେବେ ପଛଘୁଞ୍ଚା ନ ଦେଇ ସାହସ ଭିଡ଼ି ଆଗକୁ ବଢ଼ିବାକୁ ପଡ଼ିବ। ତମେ ପରା ଶିଖେଇଛ, ମାନିବୁନି କେମିତି ଯେ। ନମସ୍କାର। ମହାପ୍ରଭୁଙ୍କର ଛୋଟ ଭିଡ଼ିଓଟି ଯଦି ଆପଣମାନଙ୍କୁ ଭଲ ଲାଗିଥାଏ ଜଣାଇବେ ନିଶ୍ଚୟ। ଆଉ ଯଦି କଥା ଛଳରେ ସାମାନ୍ୟ ମଧ୍ୟ ତ୍ରୁଟି ଥାଏ କ୍ଷମା କରିବାକୁ ଅନୁରୋଧ। ମହାପ୍ରଭୁଙ୍କ କୃପାରୁ ସମସ୍ତେ ଭଲରେ ଥାଆନ୍ତୁ, ସମସ୍ତେ ଖୁସିରେ ଥାଆନ୍ତୁ। ପୁଣି ଦେଖାହବ ନୂଆ କାହାଣୀ, ନୂଆ ଅନୁଭୂତି, ନୂଆ ଭିଡ଼ିଓ ମାଧ୍ୟମରେ। ଜୟ ଶ୍ରୀ ଜଗନ୍ନାଥ।